ନାଇଁ ଆଗରୁ ଯାଉଥିଲା ଏବେ ଯାଇଥିଲା ଆଉ ମାସୁଡ଼ି ରହି ପଳେଇ ଆଇବାର ଏମିତି ବୁଦ୍ଧିମନ୍ତ ପୁଅ ହେଇଥିଲା ଆଉ ମୁଁ ପଡ଼ିଆରେ ବପା ବେଲିଥିଲି ଯେ ନାଇଲୋ ବୋଉ ଏବେ ଆଇବିନି ପଅଦିନ ରାତର ପୁଅ ଥିଲେ କଥା ହେଇଥିଲି ଆଉ କାଲି ତ ଆଉ ନନା ଥିଲେ କଥା ହେଇ ବୋଲୁଥିଲୁ ଆଉ ହେଇନି ଆଉ ଆଜି ଅପରାହ୍ନ ସମୟରେ ଯେଉଁ 6 ଜଣ ଓଡ଼ିଶାର ରହିଛନ୍ତି ଯେଉଁ 6 ଜଣ ରହିଛନ୍ତି 6 ଜଣଙ୍କର ସମସ୍ତ ମର ଶରୀର ଆସି ଦିଗପହଣ୍ଡିରେ ପହଞ୍ଚିବା ପରେ ଯେଉଁଭଳି ଭାବେ ଯେଉଁ ଧରାକୋଟ ଅଞ୍ଚଳର 2 ଜଣ ରହିଛନ୍ତି ସେଭଳି ଦିଗପହଣ୍ଡି ଅଞ୍ଚଳର 2 ଜଣ ରହିଛନ୍ତି ମୋହନା ଅଞ୍ଚଳର ଯେଉଁ 2 ଜଣ ରହିଛି ବିଭିନ୍ନ ସ୍ଥାନକୁ ପଠାଯିବ ଆରି ଭିତରେ ଯଦି ଆମେ କହିବା ଦେଖନ୍ତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ପ୍ରକାର ପ୍ରସ୍ତୁତି ହୋଇ ମଧ୍ୟ ରହିଛନ୍ତି ବର୍ତ୍ତମାନ ଯେଉଁ ରହିଛୁ ବଙ୍ଗରଡ଼ା ଗାଁରେ ରହିଛୁ ଆପଣ ଦେଖିପାରୁଥିବେ ଏଠାରେ ମଧ୍ୟ ସରକାରୀ କର୍ମଚାରୀ କଥା କହିବା ଡିଏଲ୍ଓ କଥା କହିବା ସମସ୍ତେ ଆସି ଏଠାରେ ପହଞ୍ଚାଇଛନ୍ତି ଆପଣ ଦେଖୁଥିବେ ସେଇ ପରିବାର ଲୋକ କିଭଳି ଭାବେ ଭାଙ୍ଗି ପଡ଼ିଛନ୍ତି ସମସ୍ତେ କାରଣ ଏଇ ଘରର ପୁଅ ରୋଜଗାରିଆ ପୁଅକୁ ହରାଇଛନ୍ତି ଯାହାଫଳରେ କି ଏହା ଏଇ ଘରର ପରିସ୍ଥିତି ମୋ ପୁଅ 1.5 ମାସ ହେଲା ଯାଇଥିଲା ଆମେ ସ୍ତ୍ରୀ ଭଲ ଯେ କୁଆଁରୀରେ ନାଇଁ ଦେଲେ ଖାଲ କୁଆଁରୀକି ପଳେଇଗଲା ମୋ ଦୁଃଖୀ ଯାଇଥିଲା ଦୁଃଖ ପଡ଼ିବାକୁ ଦୁଃଖ ପଡ଼ିଲେ ତୁଣ୍ଡରେ ତୁରାଡ଼ି ପିଇଥାତା ଆଉ କାହାକୁ କହିବି ରେ ପୁଅ ପୁଅ ଆଗରୁ କୋଉଠି କାମ କରିବାକୁ ଯାଉଥିଲେ ନା ଏବେ ଫାଷ୍ଟ ଟାଇମ୍ ନାଇଁ ଆଗରୁ ଯାଉଥିଲା ଏବେ ଯାଇଥିଲା ଆଉ ମାସୁଡ଼ି ରହି ପଳେଇ ଆଇବାର ଏମିତି ବୁଦ୍ଧିମନ୍ତ ପୁଅ ହେଇଥିଲା ଆଉ ମୁଁ ପଡ଼ିଆରେ ବପା ବେଲିଥିଲି ଯେ ନାଇଲୋ ବୋଉ ଏବେ ଆଇବିନି ପଅଦିନ ରାତର ପୁଅ ଥିଲେ କଥା ହେଇଥିଲି ଆଉ କାଲି ତ ଆଉ ନନା ଥିଲେ କଥା ହେଇ ବୋଲୁଥିଲୁ ଆଉ ହେଇନି ଆଉ ପୁଅକୁ ଦିନ 9ଟା ବେଳକୁ ଗଲା କାମକୁ 9ଟା ବେଳୁ ତ ଯାଇଛି ପହଞ୍ଚିଛି ପୁଅକୁ ପଥର ମାଡ଼ି ବଇଲା ଲାଷ୍ଟ ଟାଇମ୍ କେତେବେଳେ କଥା ହେଇଥିଲ କ'ଣ ରହିଥିଲା ପୁଅ ଦିନ 9ଟା ରାତି 9ଟାକୁ ହଁ କଥା ହେଇଛି ବୋଉ କା ବିଲ କାଣ ତସିଲୁ ସେ ଅଭି ଚୌଧୁରୀ ବିଲ କାଣ ତସିଲୁ ବେଇଲା ନନା ଛେଳି ଅଣ୍ଡେଇ ରଖିଛି 5ଟା 6ଟା ଯେ ଛାଡ଼ିଦେ ବେଲେ ତଳି ଖେଳ ବେଇଲା ତାପରେ ଆଉ ନନା ଥିଲେ ଆଇଲେ କଥା ବି ଝାଡ଼ା ନାଗିଲାଣି ବେଇଲା ପୁଅ ସେଉଠୁ ତ ଆଇଲେ କଥା ହେଇବେଇଲା ଆଉ ତ ତାର ହେତୁ ହେଲାନି ଆଉ ପୁଅ ତ ଆଉ କଥା ହେଲାନି ପଅଦିନ ତ କଥା ହେଇଥିଲି ପୁଅକୁ ଆଉ ସରିଗଲା ପୁଅ ଆଉ କାହାକୁ କହିବି ଜାଣିଲ ଦୁଃଖୀ ପୁଅ ଦୁଃଖ ପଡ଼ିବାକୁ ଯାଇଥିଲା କଖାଲ କୁଆଁରୀରେ ମୋ ପୁଅକୁ ନାଇ ଦେଲା ତା ଯୁଡ଼ିଆଟା ଥିଲା ଖପରା ଗଣ୍ଡାରଟା ସିଏ ଗଲାନି ଇଏ ମରିବାକୁ ଯୁଗ ଅଛି ଯେ ଇଏ ପଳେଇଲା ମୋ ପୁଅ କିସ କହିବି ମୋ ପୁଅ ଦୁଃଖୀ ମନ୍ତ ପୁଅ ଘର ଜାଗତର କରିବା ପୁଅ ଯୁଡ଼େଇ ବୋଉ ଆଣିଥାତି ମୁଁ ହେଣ୍ଡି ମାରିଥାତି କିସ କହିବି ବାହାଘର ହୋଇଥାନ୍ତା ତାଙ୍କ ଭଉଣୀ ମଧ୍ୟ ଅଛନ୍ତି ଏ ଯେଉଁ ଭାଇ ଶେଷ ସମୟ ଯେଉଁ ମୋର ବନମାଳୀ ଭାଇ କୁଆଡ଼େ ପଳେଇ ଗଲୁ ମୋ ବନମାଳୀ କୁଆଡ଼େ ଗଲୁ ରେ ଇଏ ଭାଇର କେବେ ବାହାଘର ହୋଇଥାନ୍ତା କ'ଣ ଭାଇ ପାଇଁ ଠିକ୍ କରିଥିଲୁ କୋଡ଼ି ପଚାରୁଥିଲୁ ଆଗ ଏମିତି କୋଡ଼ି ଭାଇ ପାଇଁ ହବ ପରା ବୋଲି ପଚାରୁଥିଲୁ ହେଇନଥିଲା 30 ବର୍ଷ ହେଇଯାଇଥିଲା ଭାଇ ବିବାହ ହେଲା ବୟସ ହେଇଯାଇଥିଲା ଆଗରୁ କେତେ ବର୍ଷ ହେଲା କୋଉଠି ଯାଇକିରି ଏମିତି ପଥର କୁଆଁରେ କୋଉଠି କାମ କରୁଥିଲେ ଏଇଠି ଆଗା ଯାଉଥିଲା ସେ ମିସ୍ତ୍ରୀ ସାଙ୍ଗରେ ମାସେ ରହିକିରି ପଳେଇ ଆସୁଥିଲା ଘରକୁ ମିସ୍ତ୍ରୀ ଭଲ କାମ କରୁଥିଲା ବୋଲି ନେଉଥିଲା ଆଉ ମାସେ ତ ରହିଲା ଆଉ ସେଟା ଏବେ ତ ଯାଇ ମାସେ ହେଇଥିଲା ପଳେଇ ଆସିତା ତ ଆଉ ଆର ମାସେ ଭିତରେ ଆଉ ମାସେ ଗଲେ କେତେ ଟଙ୍କା ସେଇଠୁ ମିଳେ କ'ଣ ରହୁଥିଲା ସେ ଖର୍ଚ୍ଚିଆଟା ଖର୍ଚ୍ଚ ବାର୍ଚ୍ଚ କରି ଖାଇବା ଆଉ 10,000 15,000 10,000 ଲେଖା ଘରକୁ ଦେବାର ଘର ଦେଲେ ଚଳିବାର ତାପରେ ଏ ଦେଖନ୍ତୁ ଏ ଯେଉଁ ଆଗରୁ କେତେ ବର୍ଷ ହେଲା ସେ ଜାଗାକୁ ଯାଉଥିଲେ ନା ଏଇଟା ପ୍ରଥମ ଥର ପାଇଁ ଯାଇଥିଲେ ନା କ'ଣ ଯାଉଥିଲା 15 ବର୍ଷ ହେଲା ଯାଇଥିଲା କେବେ କିଛି ମାଡ଼ ଫାଟ କିଛି ହେଇନଥିଲା ଭଲରେ ଆସି ଭଲରେ ଯାଉଥିଲା ମିସ୍ତ୍ରୀ ଆସିବାର ଦାଣ୍ଡରେ ଘରେ ବସେଇକି ନେବାର ତାକୁ ଗାଡ଼ି ହଁ ପଇସା ପତ୍ର ତା ଦେଉଥିଲା ଜୁଇଁ ଏବେ ଯାଇକି 7-8 ବର୍ଷ ହେଲା ଯେ କ'ଣ କରନ୍ତି ଭାଇ ଆପଣଙ୍କ ଭାଇ ଅନ୍ୟ ଦିନେ କ'ଣ କରନ୍ତି ଆଉ ଅନ୍ୟ ଦିନେ କିଛି କାମ କରୁନି ସେଇଠି ଆଗା ଯାଇଥିବ କେତେ ଦିନ କଟକ ଗୋଟେ ବର୍ଷ ଯାଇଥିଲା ଆଉ ସିଆଡ଼େ ଆଉ ମାସୁଡ଼ି ରହିକି କ'ଣ କାମ କରନ୍ତି ଆପଣଙ୍କର ଭାଇ ସେଇଠି ଯାଗି କାମ କରିବ ଯାଗି ମାରୁଥିଲା ତାର ଯୁଡ଼ିଆ ଯାଇନଥିଲା ଆକୁ ଡାକିଲୁରୁ ପଲା ଜୁଇଁ ରହୁଥିଲା ଜୁଇଁ ବି ଖାଇନି କିଛି ନାହିଁ ସିଏ ଆଉ ଜୁଇଁ ପାଖକୁ ଆସିଲେ ଜୁଇଁ ଶଳା ମିଶିକିରି ଖାଇଥାତା ମାଛ ଭାଜିକି ରଖିଥିଲା ଜୁଇଁ ବେଲା 9ଟା ବେଳକୁ ଆସିବ ଆଉ ବେଳକୁ ପତ୍ର ଧରିକି ପଳାଇଲା ଆମେ ଖାଇବୁ ମିଶିକିରି ସେ କାମ ଯିଏ ବୋଲୁଥିଲା
ଆଉ ଇଏ ଖାଇବାକୁ ଆଇଲାନି ଜୁଇଁକି ଫୋନ୍ କରି କହିଲାନି ଜୁଇଁକି ନମ୍ବର ଟିକେ ଜଣା ନାହିଁ ଆଉ ସିଏ ତ ଆସିବ ବେଲା ଆଡ଼ୁ କାମକୁ ପଳା 9ଟା ପରେ ଭାବେ ଶୁଣୁଥିଲେ ଯେଉଁଭଳି ଭାବେ ପରିବାର ଲୋକ କିଭଳି ଭାବେ ଭାଙ୍ଗି ପଡ଼ିଛନ୍ତି ଏଠାରେ ଦେଖୁଥିବେ ଆପଣ ସେଇ ଚିତ୍ର।